ନୟାଗଡ଼ ଜିଲ୍ଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦଶପଲ୍ଲା ଗଣିଆ ନୂଆଗାଁ ବ୍ଲକର ବିଭିନ୍ନ ଗ୍ରାମରୁ ସଭ୍ୟମାନେ ଆସି ମାନସ ଲୋକଶକ୍ତି ଦଳ ନୂତନ ସଭ୍ୟ ଭାବରେ 1000ରୁ ଅଧିକ କର୍ମୀ ଯୋଗ ଦେଇଥିଲେ। ରାଜନୈତିକ ଚିନ୍ତାଧାରା ନେଇ କାରଣ ମାନସ ଦାସଙ୍କର ଭାଷଣରେ ଗରିବ ଶୋଷିତ ଓ ଶୋଷଣ ଉପରେ ଏବଂ ଧନୀ ବ୍ୟକ୍ତିମାନେ ଆଜିକାଲିର ସାମ୍ପ୍ରଦାୟିକ ପରିବେଶ ପରିସ୍ଥିତିରେ ଆମ ରାଜନୈତିକ ପାର୍ଟିମାନଙ୍କର ନାଗରିକମାନଙ୍କ ଉପରେ ବୁଲାଇ ବଙ୍କେଇ ଅତ୍ୟାଚାର ଓ ତାର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଆମ ଦଳ ସଦାସର୍ବଦା ଲୋକମାନଙ୍କ ପାଖରେ ରହି ସେବା କରିବାକୁ ପ୍ରସ୍ତୁତ ଅଛୁ। ଆଗାମୀ ଦିନମାନଙ୍କରେ ନିଶ୍ଚିତ ଭାବେ ରହି ଆସୁଛି ମଧ୍ୟ ସର୍ବୋପରି ଆମର ପ୍ରଧାନ ଲକ୍ଷ୍ୟ ଓଡ଼ିଶାର ପ୍ରତ୍ୟେକ ନାଗରିକ ଭାଇମାନଙ୍କ ପାଖରେ ରହି ସେମାନଙ୍କର ଦୁଃଖ ସୁଖକୁ ଉପଲବ୍ଧି କରି ସେମାନଙ୍କ ପାଖରେ ରହି ମିଳିମିଶି ସମସ୍ତଙ୍କର କଷ୍ଟକୁ ଦୂର କରିବା ମୋ ଦଳର ମୁଖ୍ୟ ଲକ୍ଷ୍ୟ। ସମସ୍ତେ ନ୍ୟାୟ ଓ ଠିକଣା ସ୍ଥାନରେ ପାଆନ୍ତୁ ଏ ଚିନ୍ତାଧାରା ନେଇ ଦିନ ରାତ୍ରି ଏକ କରି କର୍ମୀ ଭାଇ ଭଉଣୀମାନଙ୍କୁ ସାଙ୍ଗରେ ରହି ଦେଶ ମାତୃକାର ସେବାରେ ନିୟୋଜିତ ହେବା ଏହା ଆମର ଲକ୍ଷ୍ୟ। ଆମେ ଲୋକମାନଙ୍କ ପାଇଁ ଲୋକମାନଙ୍କୁ ନେଇ ଆମର ସୁଚିନ୍ତିତ କାର୍ଯ୍ୟଧାରା ଜାରି ରଖିବା ଆମର ନିର୍ବାଚନ ମଣ୍ଡଳରେ ଏହା ସମସ୍ତଙ୍କର ଜୀବନର ବ୍ରତ ଭାବେ କାମ କରିବା। ଆଉ ବିଶେଷ ଆକର୍ଷଣ 1500ରୁ ଅଧିକ ଲୋକ ଯୋଗଦାନ କରିଥିଲେ ଦଶପଲ୍ଲା ସହର ପରିକ୍ରମା ରାଲିରେ। ଏହି ସଭାରେ ଦଳ ପୂର୍ବତନ ବିଧାୟକ ପ୍ରାର୍ଥୀ ସନ୍ତୋଷ କୁମାର ନାୟକ, ଦୀପକ ରଞ୍ଜନ, ସନ୍ତୋଷ ସୁରେନ୍ଦ୍ର ମିଶ୍ର ସଭା ପରିଚାଳନା କରିଥିଲେ। ସମସ୍ତଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା। ମୋ ନାଁ ମାନସ ଦାସ, ମୁଁ ଏଇ ଯେଉଁ MLD ପଲିଟିକାଲ ପାର୍ଟିଟାକୁ ତାର ଫାଉଣ୍ଡର, ମୁଁ ତାକୁ ଓଡ଼ିଶାରେ ଚଲେଇଛି, ବି କରିଛି। ଆଉ ଓଡ଼ିଶାରେ ବହୁ ଜାଗାରେ ଭଲ ରେଜଲ୍ଟ କରିଛନ୍ତି। ସମସ୍ତେ ଆଶାବାଦୀ ଥିବାରୁ ପଲିଟିକାଲ ପାର୍ଟି ରେଜିଷ୍ଟ୍ରେସନ କରିଛି, ଆଶାବାଦୀ ଥିବାରୁ ପଲିଟିକାଲ ରେଜିଷ୍ଟ୍ରେସନ କରିଛି। ଏଠି କରିନି, ଦିଲ୍ଲୀରୁ କରିକି ଆଣିଛି। ତେଣୁ ଆଶାବାଦୀ 101%। ତ ସମସ୍ତେ ଲଢ଼ନ୍ତି କିଛି ନା କିଛି ଆଶାରେ, ମୁଁ ବି ଆଶା ଅଛି। ମୁଁ ଜାଣିଛି କିଛି ନା ଗୁଡ୍ ରେଜଲ୍ଟ ହେବ, ସମସ୍ତଙ୍କର ମଙ୍ଗଳ ହେବ। ଦ୍ୱାରା ସାଧାରଣ ଜନତା ଏତିକି କହିବି, ଯୋଉଠି ତମେ କିଛି ପାଇପାରୁନା କିଛି ପରିବର୍ତ୍ତନ କର। ଯଦି ପାଇପାରୁଛ ଠିକ ଅଛି, ଯଦି ପାଇପାରୁନା କିଛି ତାହେଲେ ପରିବର୍ତ୍ତନ କର। ଯଦି ନ୍ୟାୟ ନ ମିଳୁଛି ଓକିଲ ଚେଞ୍ଜ କରୁଛନ୍ତି ଲୋକ ଭଲ ନଉଛି ଡାକ୍ତର ଚେଞ୍ଜ କରୁଛନ୍ତି ଲୋକ। ଯଦି ନେତା ଶୁଣୁନାହାନ୍ତି ଲୋକ ନେତା ବି ଚେଞ୍ଜ କର, ପରିବର୍ତ୍ତନ କର। ଦୁନିଆ ସଂସାର ପରିବର୍ତ୍ତନଶୀଳ, ଚେହେରା ଲୋକ ପରିବର୍ତ୍ତନ ହଉଛି, ଲୋକ ଜୀବନ ଶୈଳୀ ପରିବର୍ତ୍ତନ ହଉଛି, ସମୟ ପରିବର୍ତ୍ତନ ହଉଛି, ତେଣୁ ନେତା ବି ପରିବର୍ତ୍ତନ ହେଇଯିବେ। ମୋ ହାତରେ ସିଂହାସନ ଆସିଲେ ମୁଁ ଯେତେ ଚେଷ୍ଟା କରିବି, ଯେତେ ସମ୍ଭବ ଦୁଃଖୀ ଲୋକମାନଙ୍କର ଦୁଃଖ ଦୂର କରିବା ପାଇଁ ପଦକ୍ଷେପ ନେବି। ନାୟକ ହୀରାପୁର ଆଜି ନୂଆ ଦଳ ହେଲା, ବହୁତ ଖୁସି ଲାଗୁଛି। କାହିଁକି ନା ଲୋକ ବି ପରିବର୍ତ୍ତନ ହବ, ତ ସବୁ ଜିନିଷ ପରିବର୍ତ୍ତନ ହେଉଛି, ଲୋକଙ୍କ ଶୈଳୀ ବି ପରିବର୍ତ୍ତନ ହେଉଛି, ଦୁନିଆ ବି ପରିବର୍ତ୍ତନ ହେଉଛି। ତ ଆମେମାନେ ଚାହୁଁଛୁ ନେତା ବି ପରିବର୍ତ୍ତନ ହେବା ଦରକାର। ଆଜି MLD ପାର୍ଟି ନୂଆ ଦଳ ତିଆରି ହେଇଛି, ଲୋକଙ୍କ ଆଶା ବିଶ୍ୱାସ, ତ ସବୁ ପରିବର୍ତ୍ତନ ହେବା ଦରକାର, ନୂଆ ପାର୍ଟି ଆସିବା ଦରକାର। ଆମେ ଚାହୁଁଛୁ ଲୋକ ପାଖେ ପହଞ୍ଚିକି ଲୋକ ଦୁଃଖ ଶୁଣିକି ଯଥା ସମ୍ଭବ ଲୋକଙ୍କର ଦୁଃଖ ସମସ୍ୟା ଦୂର କରିବା ପାଇଁ ଆମେ ଚେଷ୍ଟା କରିବୁ 100%। କାରଣ ଆମେ ଚାହୁଁଛୁ ନୂଆ ପାର୍ଟି ଆସିଲା ପରେ ସବୁ ଦୁଃଖୀ, କଟିକିଆ, ଦରିଦ୍ର, ଗରିବ ଲୋକଙ୍କର ଦୁଃଖ ଦୂର ହେଉ। ଶୀଘ୍ର ଯଥା ସମ୍ଭବ ଆମେ ଚାହିଁବୁ ଶୀଘ୍ର ତାକୁ ଦୂର କରିବା ପାଇଁ। ନୟାଗଡ଼ରୁ ଚିତ୍ତରଞ୍ଜନ ମିଶ୍ରଙ୍କ ରିପୋର୍ଟ, ପ୍ରସାର ନ୍ୟୁଜ୍।